ଦ୍ୱାଦଶୋଧ୍ୟାୟ ସୌନକ ଉବାଚ ହେମନ୍ତ ସୁତ ମୁଖ ଶୁଣି ସୌନକ କହେ ମଞ୍ଜୁବାଣୀ କୋପେ ଯେ ଦୃଢ଼ଙ୍କ କୁମର ମନ୍ତ୍ରୀ ପେଶିଲା ବ୍ରହ୍ମସର ସର ପ୍ରଚଣ୍ଡ ତେଜ ବଳେ ଭୟ କମ୍ପିଲେ ଦିଗପାଳେ ଉତ୍ତରା ଗର୍ଭେ ସେ ପଡ଼ିଲା ତତ୍କ୍ଷଣେ ଗୋବିନ୍ଦ ରଖିଲା ସେ ପୁଣି ଗର୍ଭୁ ଜନ୍ମ ହୋଇ ପାଳିଲା ରାଜା ପଣେ ମହି ଜଗତେ କର୍ମ ଯେତେ କଲା ପ୍ରଜାଙ୍କୁ ଯେମନ୍ତ ପାଳିଲା କେବଳ ହେତୁ ନୃପରାଣ କାହିଁ ଛାଡ଼ିଲା ନିଜ ପ୍ରାଣ ଅଳ୍ପ ବୟସେ ସେ ନୃପତି ଅନ୍ତେ ଲଭିଲା କେଉଁ ଗତି ଯାର ସକଳ କର୍ମ ଦୀକ୍ଷା ଆମ୍ଭେ ଶ୍ରବଣେ କରୁ ଇଚ୍ଛା ଆମ୍ଭକୁ ଯେବେ ଦୟାବହ ସଂଶୟ ଯାଉ ମୁନି କହ ଆନନ୍ଦେ ବ୍ୟାସଙ୍କର ସୁତ ତାହାଙ୍କୁ ଦେଲେ ଜ୍ଞାନ ତତ୍ତ୍ୱ ହେମନ୍ତ ମୁନିଗଣ ମଧ୍ୟ ସୌନକ ମୁନି ଅନୁବାଦେ ଗୋବିନ୍ଦ ପାଦେ ଦେଇ ଚିତ ହସି କହନ୍ତି ମୁନି ସୁତ ଶ୍ରୀ ସୁତ ବାଚ କୁରୁ ନଗରେ ଧର୍ମ ରାଜା ପିତାଙ୍କ ପ୍ରାୟ ପାଳେ ପ୍ରଜା କୃଷ୍ଣ ନ ଜାଣ ୟାନ ବିଷୟର ସେ ନାହିଁ ମନ ଧର୍ମର ସମ୍ପଦ ରକ୍ଷଣେ ସେ ସ୍ନେହ ପିତୃଭାତୃଗଣେ ପ୍ରଜା ପାଳନେ ମହିପତି ଧର୍ମ ନାହିଁ ଅନ୍ୟ ଗତି ଏ ଜମ୍ବୁ ଦ୍ୱୀପେ ଯେତେ ରାଜା ସର୍ବେ କରନ୍ତି ପାଦ ପୂଜା ଯାର ମହିମା ତିନି ଲୋକେ ଘୋଷନ୍ତି ଏକକୁ ଆରକେ ଗୋବିନ୍ଦ ଯାର ହୃଦୟ ବସେ ସେ କି ବିଷୟର ସର ସେ ହେବେ ଶୁଣ ବିପ୍ରଜନେ ପରୀକ୍ଷିତ ଜନ୍ମ ଜେସନେ ମାତାର ଗର୍ଭେ ଯେବେ ଥିଲା ଶୟନ ମାର୍ଗ ସେ ଦେଖିଲା ଜେସନ ମାତାର ଗର୍ଭେ ଯେବେ ଥିଲା ନୟନ ମାର୍ଗେ ସେ ଦେଖିଲା ଜେସନ ତେଜେ ଦିନକର ଗର୍ଭେ ପଡ଼ିଲା ବ୍ରହ୍ମସ୍ୱର ଉତ୍ତରା ଡାକେ ତ୍ରାହି ତ୍ରାହି ତତ୍କ୍ଷଣେ ପ୍ରଭୁ ଭାବଗ୍ରାହୀ ଅଙ୍ଗୁଷ୍ଠୀ ଯେବେକ ଶରୀର ସୁଦର୍ଶନ ଯେ ଧରି କର କିରଟି କୁଣ୍ଡଳ ବିରାଜେ ପ୍ରଭାର ରବି ତେଜ ଗଞ୍ଜେ ଅପୂର୍ବ ରୂପ ଘନ ଶ୍ୟାମ ଜଡ଼ିତ ହେମ କୋଟି ଦାମ ଆଜାନୁ ଲମ୍ବେ ଭୁଜ ଚାରି ଗଦାବ୍ଜ ଶଙ୍ଖ ଚକ୍ରଧାରୀ ଗଦା ପଦ୍ମଜ ଶଙ୍ଖ ଚକ୍ରଧାରୀ କୋପେ ଲୋହିତ ବେନି ଦୃଷ୍ଟି ଗଦା ଧାରଣେ ଦୃଢ଼ ମୁଷ୍ଟି ଗଦାର ତେଜେ ରବି ତ୍ରାସ ପୁରେ ମଣ୍ଡଳ ଦଶ ଦିଶ ଗଦାର ତେଜେ ରବି ତ୍ରାସ ପୁରେ ମଣ୍ଡଳ ଦଶ ଦିଶ ହରିଲେ ବ୍ରହ୍ମସର ତେଜ ନିଶାରେ ଯେନେ ଗ୍ରହରାଜ ତତ୍କ୍ଷଣେ ଗର୍ଭରକ୍ଷା କରି ଅନ୍ତର ହୋଇଲେ ମୁରାରୀ ବାଳକ ଦେଖି ତା ନୟନେ ଗୋବିନ୍ଦ ଗଲେ ଅନ୍ତର୍ଧ୍ୟାନେ ତତ୍କ୍ଷଣେ ସର୍ବଶୁଭ କାଳେ ଅମର ଗୁରୁ ଲଗ୍ନ ବେଳେ ବାଳକ ହୋଇଲା ତାହା ବାହାର ରୂପେ ପାଣ୍ଡବ ବଂଶଧର ଅତି ସୁନ୍ଦର ବିରାଜିଲା ପୁଣି କି ପଣ୍ଡୁ ପ୍ରକାଶିଲା ଦେଖି ସନ୍ତୋଷ ଧର୍ମ ସୁତ ସଙ୍ଗତେ ଘେନି ପୁରୋହିତ ଆନନ୍ଦେ ମିଳି ମହାଜନେ ସ୍ତୁତି ଯେ ମଙ୍ଗଳ ବଚନେ ଶୁଭଇ ଶଙ୍ଖନାଦ ଭେରି ଶୁଭେ ଜାତକ କର୍ମ କରି ସୁବର୍ଣ୍ଣ ମହି ଧେନୁ ତୁଲେ ଅନେକ ଗ୍ରାମ ଦାନ ଦେଲେ ସୁତ ମାଗଧ ଆଦି ଲୋକେ ଏ ଆସି ମିଳିଲେ ଅନେକେ ଧର୍ମନନ୍ଦନ ସୁଖ ଚିତେ ଦକ୍ଷିଣା ଦେଲେ ପୁରୋହିତେ ସନ୍ତୋଷେ ବସି ବିପ୍ରଜନ ବିଚାରି ଜାତକ ଲକ୍ଷଣ ଗ୍ରହ ନକ୍ଷତ୍ର କରି ଚିତେ କହନ୍ତି ରାଜାର ଅଗ୍ରତେ ବ୍ରାହ୍ମଣ ଉଚ୍ଚ ଏ ଅଭିମନ୍ୟୁର କୁମର ପାଣ୍ଡବ ବଂଶେ କୀର୍ତ୍ତିକର ଗର୍ଭେ ସଙ୍କଟୁ ଏହ ରହିଲା ଏହାକୁ ବିଷ୍ଣୁ ରକ୍ଷା କଲା ସର୍ବଲକ୍ଷଣେ ଏ ସମ୍ଭୂତ ଏହାର ନାମ ପରୀକ୍ଷିତ କୁରୁ ପାଣ୍ଡବ ବଂଶଧର ଏ ଭାଗବତ ମଧ୍ୟବର ହେମନ୍ତ ବ୍ରାହ୍ମଣଙ୍କ ବାଣୀ କହନ୍ତି ଯୁଧିଷ୍ଠିର ଶୁଣି
ଯୁଧିଷ୍ଠିର ଉବାଚ ହେ ବିପ୍ରବର ତୁମ୍ଭ ବାଣୀ ମନ ଆନନ୍ଦ କଲୁ ଶୁଣି ଆଗମ ନିଗମର ସାର ତୁମ୍ଭକୁ ନୁହେଁ ଅଗୋଚର ଗ୍ରହ ନକ୍ଷତ୍ର ଯୋଗ ସ୍ଥିତେ ଯାହା କହିଲ ଶାସ୍ତ୍ର ମତେ ଏ ବଂଶଧର ସାଧୁ ପଦେ ପ୍ରଜା ପାଳିବେ ନିରାପଦେ ରାଜା ବଚନେ ବିପ୍ରଗଣ କହନ୍ତି ଜାତକ ଲକ୍ଷଣ ବ୍ରାହ୍ମଣ ଉଚୁ ଶୁଣ ଧର୍ମର ନନ୍ଦନ ଆମ୍ଭର ଆଶିଷ ବଚନ ରାଜ୍ୟ ଏ ପାଳିବ ନିୟତ ଯେନେ ଇକ୍ଷାଙ୍କୁ ମନୁସୁତ ବ୍ରାହ୍ମଣ ସତ୍ୟ ଗୁଣ ନିଧି ଏ ସର୍ବ ଦୀକ୍ଷା ପଣେ ସିଦ୍ଧି ଏହାର ଗୁଣ କ୍ରିୟା ଯଶେ ଯେନେ ଶ୍ରୀରାମ ରଘୁବଂଶେ ସର୍ବଗୁଣରେ କୁମାରେ ନାହିଁ ସମାନ ତିନି ପୁରେ ସମୁଦ୍ର ପ୍ରାୟ ଯଜ୍ଞକାରୀ ଅର୍ଜୁନ ପ୍ରାୟ ଧନୁର୍ଧାରୀ ହୁତାସନର ତେଜମୟ ବୁଦ୍ଧି ଯେ ସମୁଦ୍ରର ପ୍ରାୟ ମୃଗେନ୍ଦ୍ର ପ୍ରାୟ ତେଜଙ୍କାରୀ ସ୍ଥବିର ପ୍ରାୟ ହେମଗିରି ପୃଥିବୀ ସମଧୀର ଚେତା ସହିଷ୍ଣୁ ଯେନେ ପିତା ମାତା ସମପାଳନେ କି ବିଦାତା ଈଶ୍ୱର ପ୍ରାୟ ବରଦାତା ଆଶ୍ରୟ ସର୍ବପ୍ରାଣୀଙ୍କର ଯେନେ ସଂସାରେ ରମାବର ସର୍ବଲକ୍ଷଣେ ପୂର୍ଣ୍ଣ କାମ ସୁଦୃଢ଼ବତୀ ସତ୍ୟ ଧାମ ବିଷ୍ଣୁର ପ୍ରାୟ ଦେବ ଯେନେ ସକଳ ଗୁଣ ଧାମ ତେନେ ବଳିର ପ୍ରାୟ ଧୀର ପଦ ବୈଷ୍ଣବ ଯେନେ ପ୍ରହ୍ଲାଦ ସଂସାରେ ମଧ୍ୟ ହବିର୍ଭାଗେ ଦେବଙ୍କୁ ଅଶ୍ୱମେଧ ଜାଗେ ରାଜା ଋଷିଙ୍କୁ ଯତ୍ନ କରି ଦୁଷ୍ଟ ସମୂହ ଦର୍ପ ହରି ଅବନି ଧର୍ମ ରକ୍ଷା ଅର୍ଥେ କଳିକୁ ବାନ୍ଧିବେ ଅଗ୍ରତେ ବ୍ରାହ୍ମଣ ସାପ ମହାରୋଷେ ଏହାର ଅଳପ ବୟସେ ବ୍ରାହ୍ମଣ ବାକ୍ୟ ହୋଇ କ୍ଷଣ ତତ୍କ୍ଷଣ ହାଦେ ଦେବ ପ୍ରାଣ ବ୍ରାହ୍ମଣ ଅଭିଶାପ ପାଇ ତତ୍କ୍ଷଣେ ସାଧୁ ସଙ୍ଗ ହୋଇ ଜାହ୍ନବୀ ତଟେ ଅନ୍ତ କାଳେ ହରିଙ୍କ ଭକ୍ତ ଜନ ମେଳେ କୃଷ୍ଣ ମହିମା ଜନ ମୁଖେ ଶୁଣି ଛାଡ଼ିବ ପ୍ରାଣ ସୁଖେ ଗୋବିନ୍ଦ ଅଭୟ ଚରଣ ନିଶ୍ଚିନ୍ତେ ପଶିବ ଶରଣ ଏମନ୍ତେ ହରିଭାବ ଘେନି କହନ୍ତି ସୁତ ମହାମୁନି ଶ୍ରୀସୁତ ବାଚ ଶୁଣ ସକଳ ମୁନି ଆଦି ଅନ୍ତରେ ଯେତେ ବେଦବାଦୀ ଏମନ୍ତ ଜାତ କର୍ମ କଲେ ବନ୍ଧୁବାନ୍ଧବ ବିପ୍ର ମେଳେ ରାଜାଙ୍କୁ କରି ଅନୁମାନ ବିପ୍ର ମିଳିଲେ ନିଜେ ସ୍ଥାନ ଏମନ୍ତ ଜନ୍ମ ପରୀକ୍ଷିତ ଲୋକରେ ହୋଇଲା ବିଦିତ କର୍ମ ଆରାଧି ସର୍ବବାଣୀ ଯାହା କହିଲେ ପରିମାଣୀ ଦିନକୁ ଦିନ ତେଜ ରାଶି ଶୁକ୍ଳ ପକ୍ଷରେ ଯେନେ ଶଶୀ ଦିନକୁ ଦିନ ପିତୃଗଣେ ସ୍ନେହ ପାଳନ୍ତି ଅନୁକ୍ଷଣେ ବାଳକ ଦେହେ ପରୀକ୍ଷିତ ସ୍ୱଭାବେ କୃଷ୍ଣର ଭକତ ସକଳେ ଲୋକେ ପ୍ରୀତି ଦାତା ସାଧୁ ସୁନ୍ଦର ଶୁଦ୍ଧ ଚେତା ଏବେ ଶୁଣ ବିପ୍ରଗଣେ ଧର୍ମନନ୍ଦନ ତୋ ସମନେ ଜ୍ଞାତି ମରଣେ ଦ୍ରୋହ ଚିତ୍ତେ ସର୍ବକୁଶଳ ନାଶ ଅର୍ଥେ ରାଜାଙ୍କୁ ତହୁଁ ନିଜ ଧନ ନ କରି ଦଣ୍ଡବରଷଣ ପଞ୍ଚ ଭାତ୍ରାର ପାଶେ ମିଳି ବିପ୍ରଙ୍କୁ ଘେନି ବନ ମାଳି ଆଗମ ନିଗମ ଯେ ବିଧି କରାଇ ତିନ ସ୍ୱମେଧି କେତେ ହେ ଦିନ କୃଷ୍ଣ ରହି ଜ୍ଞାତି ଶ୍ରୁଦ ଭାବ ବହି ଦ୍ରୌପଦୀ କୁନ୍ତି ଅନୁବ୍ରତେ ବିଚାର କରି ପଞ୍ଚ ଭ୍ରାତେ ରଥେ ଅର୍ଜୁନ ସଙ୍ଗ କରି ନିଜ ଭୁବନେ ଗଲେ ହରି ସେ ହରି ଚରଣ ପଙ୍କଜେ ବ୍ରାହ୍ମଣ ଜଗନ୍ନାଥ ଭଜେ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମାଂଶ ସଂହିତାଏ ବୟାସିକ୍ୟା प्रथम स्कंदे परीक्षित जन्म वर्णने नाम 22 अध्याय।